ଜୟ ଜଗନ୍ନାଥ ସାଙ୍ଗମାନେ, ସ୍ୱାଗତ କରୁଛି ଆପଣ ନୂଆ ଭିଡ଼ିଓରେ। ମାନେ ହୋମଗାର୍ଡ଼ ଫର୍ମ ଆପ୍ଲାଏ ହେବ, ଯେଉଁଟାକି ନୟାଗଡ଼ର। ମୁଁ ଏଇଟା ଆପ୍ଲାଏ କରିଛି, ତ ଏଇଟା ଉପରେ ଭିଡ଼ିଓଟା ବନାଉଛି। ଯେଉଁମାନେ ନୟାଗଡ଼ ଦେଖିପାରେ, ନଚେତ ଏଇଟାକୁ ନେଇକି ସମସ୍ତଙ୍କର ଫର୍ମ ଅଲଗା ଅଲଗା ରହୁଛି ନା, କିନ୍ତୁ ପ୍ରାୟ ସିମ୍ପଲ୍ ସମସ୍ତଙ୍କର ଏକା ରହୁଛି ଫର୍ମ। ତ ଫର୍ମ ଏରେ ଆପଣ ଫାଷ୍ଟ ୱାନ୍ଟାରେ କରିବେ। ଦେଖନ୍ତୁ କେମିତି ଫଟୋ 4ଟା ଦେବେ। ମୁଁ ଯେମିତି ଫଟୋ 4ଟା ଏଠି ଲଗେଇକି ଆଟାଚ୍ କରିଛି, ଆଟାଚ୍ କରିଛି। ତ ସେମିତି ସିମ୍ପଲ୍ ଫାଷ୍ଟ ଆପଣଙ୍କର ଲଗେଇଦେବେ ସବୁ। ତାପରେ କ'ଣ ହେବ ନା, ଦ କମାଣ୍ଡ ଅଫ୍ ହୋମଗାର୍ଡ଼, ଏଇଟା ଯେଉଁଠି ଆପଣ ଆପ୍ଲାଏ କରିବେ ନୟାଗଡ଼। ମୁଁ ନୟାଗଡ଼ କରିଛି, ନୟାଗଡ଼ରେ। ତଳକୁ ଗଲା ପରେ ଏଇଠି ଆପଣଙ୍କର ନାଁ ଦେବ ହେଲା। ଏଠି ଆପଣଙ୍କର ନାଁଟା ଦେବ। ତାପରେ ଦେଇଛି ଏଠି ଦେଖ ଆର୍ଟ, ଏଠି ଆର୍ଟ ଦେବ। ତାର ପୋଷ୍ଟ ପକାଇବ। ବାସ୍ ଏଠି ଗଲା ପେପର, ଯେଉଁ ଫାଷ୍ଟ ୱାନ୍ ପେପରଟା। ତାପରେ ସେକେଣ୍ଡ ପେପର ରହିବ, ଏଠି ଦେଖିପାରୁଥିବେ ସେକେଣ୍ଡ ପେପର ରହିବ ଆପଣଙ୍କର। ବୁଝିପାରିଲେ? ଆପଣଙ୍କ ନାଁ ଦେବ, ନେମ୍ ତ ଫୁଲ୍ଟା ନାଁ ଦେବ। ବୁଝିପାରିଲେ? ଆଉ ତା ସହିତ ଆଡ୍ରେସ୍ ଦେବ, ଆର୍ଟ, ପୋଷ୍ଟ, ଡିଷ୍ଟ୍ରିକ୍ଟ, ପୋଲିସ, ପିନ୍ ଦେବ। ବିଜନେସ୍ କ'ଣ କରିଥିବେ ଯଦି ଦେବେ, ନହେଲେ ନାହିଁ ନ କରିବେ, କିଛି ଏମିତି ଅସୁବିଧା ନାହିଁ। ତାର ଟେଲିଫୋନ୍ ନମ୍ବରଟା ଦେବେ, ତାର ଡେଟ୍ ଅଫ୍ ବାର୍ଥ ଦେବେ। ବୁଝିପାରିଲେ? ତଳକୁ ଗଲା ପରେ ତାର ଦେବେ ପ୍ଲେସ୍ ଅଫ୍ ବାର୍ଥ, ଯେଉଁଠି ଆପଣ ଜନ୍ମ ଗ୍ରହଣ କରିଥିବେ ସେଠି ଆପଣ ପ୍ଲେସ୍ ଅଫ୍ ବାର୍ଥ ଦେବେ, ଯେଉଁ ଡିଷ୍ଟ୍ରିକ୍ଟରେ କରିଥିବେ। ଅକୁପେସନ୍ ପ୍ରଫେସନ୍ କ'ଣ, ଅନଏମ୍ପ୍ଲଏଡ଼୍, ଯେହେତୁ ଜବ୍ କରିନାହାନ୍ତି କି ଯାହା କରିଥିବେ, ପ୍ରଫେସନ୍ ଯାହା ଆପଣଙ୍କର ଥିବ, ଜବ୍ କରିଥିବ ଦେବେ। ତା ସହିତ କ୍ୱାଲିଫିକେସନ୍ ଦେବ। ତାପରେ ଏଜୁକେସନ୍ କ୍ୱାଲିଫିକେସନ୍ 7 ନମ୍ବର ଦେବ, କ'ଣ ଯାହା ଆପଣ କରିଥିବେ କ୍ୱାଲିଫିକେସନ୍ ଦେବ। ତାର ପର୍ଟିକୁଲାର ହେବ ଇୟର୍ ସର୍ଭିସ୍, ମିଲିଟାରୀ, ନାଭାଲ୍ ଯିଏ ଥିବ କରିବ, ନହେଲେ ନାହିଁ ନ କରିବ, ଯିଏ ଥିବ ୟେସ୍ କରିବ। ବୁଝିପାରିଲେ? ତାର ଫାଦର୍ସ ନେମ୍ ଦେବେ। ଫାଦର୍ସ ଅକୁପେସନ୍ କ'ଣ କରୁଛନ୍ତି, ଫାର୍ମର କି ଜବ୍ କି ସର୍ଭିସ୍ ଯାହା କରୁଛନ୍ତି ଦେବେ। ତା ସହିତ ପାକିସ୍ତାନ ଆଡ୍ରେସ୍, ଏଟା ତ କିଛି ନୁହଁ, ସିମ୍ବଲ 11 ନମ୍ବର ନ ମାରିବେ। ବୁଝିପାରିଲେ? ଏଇଟା ଗଲା 2 ନମ୍ବର ଫର୍ମ। ତାର 3 ନମ୍ବର ଫର୍ମ ଆସିଲା ପରେ ଏଠି ଆପଣ ଦେଖିବେ, ଦେଖନ୍ତୁ ସେ ଦେଇଛି, ଏଇଟା ବୁଝିବେ ଠିକ୍ରେ। ଏଇଟା ଆର୍ଟ, ପୋଷ୍ଟ, ଡିଷ୍ଟ୍ରିକ୍ଟ, ପିନ୍ କୋଡ଼୍ ଦେବେ। ତା ସହିତ ଯେଉଁମାନେ ମନେକର ପ୍ରେଜେଣ୍ଟ ଆଡ୍ରେସ୍ ଗୋଟେ, ଆଉ ଗୋଟେ ପରମାନେଣ୍ଟ ଆଡ୍ରେସ୍ ଗୋଟେ, ଯାଇକି ଆଉ କେଉଁଠି ରହୁଛନ୍ତି, କେତେ ବର୍ଷ ହେଲା କ'ଣ ରହିଛନ୍ତି, ଯଦି ପିରିୟଡ଼ 24 ବର୍ଷ, 25 ବର୍ଷ କି 5 ବର୍ଷ, 10 ବର୍ଷ ଯାହା ରହୁଛି, ଏଇଠି ଆପଣ ମେନସନ୍ କରିପାରିବେ କେତିକି ବର୍ଷ ରହୁଛି। ଏଇଟା ଠିକ୍ରେ ବୁଝିପାରୁଥିବ ହେଲା। କେତେ ବର୍ଷ ଆପଣ ଡିଷ୍ଟ୍ରିକ୍ଟ ଆଣ୍ଡ ଦ ପିରିୟଡ଼ ଅଫ୍ ରେସିଡେନ୍ସ ଆଟ୍ ସଚ୍ ପ୍ଲେସ୍ ଶୋଇଂ ଦ ଡେଟ୍ ଦେୟାର ଅଫ୍ ସୋଲ୍ଡ ବି ଷ୍ଟେଟ୍। ବୁଝିପାରିଲେ? ଆପଣ ଯେତେ ବର୍ଷ ମାନେ ପ୍ରେଜେଣ୍ଟ ଆଡ୍ରେସ୍ ଯେତେ ପ୍ରେଜେଣ୍ଟ ଆଡ୍ରେସ୍ ଆପଣ ବାବାଙ୍କୁ ଗୋଟେ ସର୍ଭିସ୍ କରୁଛନ୍ତି, ଆପଣ ଯାଇକି ରହିଛନ୍ତି, ତ ସେଠି ପ୍ରେଜେଣ୍ଟ ଆଡ୍ରେସ୍ ନୁହଁ ନା, ପରମାନେଣ୍ଟ ଆଡ୍ରେସ୍ ନୁହଁ ନା, ପରମାନେଣ୍ଟ ଆଉ ପ୍ରେଜେଣ୍ଟ ଆଡ୍ରେସ୍କୁ ନେଇକି ଆପଣ କେତେ ବର୍ଷ କ'ଣ ରହୁଛି ଏଇଟା ମେନସନ୍ କରିବେ। ବୁଝିପାରିଲେ? ତା ସହିତ ତଳକୁ ଗଲା ପରେ ଡୁ ୟୁ ହୋଲ୍ଡ ଆନ୍ ଆର୍ମ ଲାଇସେନ୍ସ, ଯଦି ଆପଣ ଆର୍ମି ଯେଉଁ ଆର୍ମ କରୁଛି, ଡିଫେନ୍ସ କରୁଛି, ଆପଣ ଓପେନ୍ ଲାଇସେନ୍ସ କିଛି ରଖିଛନ୍ତି, ଯେଉଁ ବନ୍ଧୁକର କି ଏମିତି ନର୍ମାଲ୍ ଆପଣ କରିଛନ୍ତି ଲାଇସେନ୍ସ, ସେଟା ଇଏ ଆସିଥିବ, ନହେଲେ ନ କରିବେ। ସିମ୍ପଲ୍ ତ କାହା ପାଖରେ ନଥିବ। ବୁଝିପାରିଲେ? ଏଇଟା ନ କରିବେ କହିଲେ ହଁ। ତାପରେ ୟୁ ହାଭ୍ ରିସିଭ୍ ଏନି ଟ୍ରେନିଂ ଅଫ୍ ଫାୟାର ଆର୍ମସ୍ ଥିବ, ଯଦି ୟେସ୍ କରିବେ, ନହେଲେ ନ କରିବେ। ବୁଝିପାରିଲେ? ତାପରେ ଏବେ ଲାଇସେନ୍ସ ମୋଟର ଭେହିକିଲ୍ ଆପଣଙ୍କର ଥିବ, ଯଦି ୟେସ୍ କରିବେ, ନଚେତ୍ ନ କରିପାରିବେ। ତାପରେ ୟୁ ହାଭ୍ ଏଭର୍ ବିନ୍ କନଭିକ୍ଟେଡ୍ ବାଇ କୋର୍ଟ ଅଫ୍, କେଉଁ କେସ୍ ବାସିଲେ କି, ଏଇଟା ସିମ୍ପଲ୍ ନ କରିବେ। ତ ନଥିଲେ କେସ୍ ବାସିଥିଲେ କେମିତି ଆପ୍ଲାଏ କରିବେ? ବୁଝିପାରିଲେ? ତାପରେ ସିମ୍ପଲ୍ ତଳକୁ ଗଲା ପରେ ସିଗ୍ନେଚର୍ କରିବେ, ତା ସହିତ ଡେଟ୍ ପକାଇବେ। ତାପରେ ଲାଷ୍ଟ ହେଉଛି 5 ନମ୍ବର ଫର୍ମ, 4 ନମ୍ବର ଫର୍ମ। ଏଇଟା ହେଉଛି ମେନ୍, ଯେଉଁଟାକି ଆପଣ ଦେଖିପାରୁଥିବେ ଏଇଠି ଲେଖା ହେଇଛି, ସାର୍ଟିଫିକେଟ୍ ଅଫ୍ କ୍ୟାରେକ୍ଟର ସେଣ୍ଡ ବାଇ ଟୁ ଏ ଜେଣ୍ଟଲମ୍ୟାନ୍ ଅଫ୍ ପୋଜିସନ୍ ହୁ ହାଭ୍ ନୋ ୟୁ ପର୍ସନାଲି ଫର୍ ଆଟ୍ ଲିଷ୍ଟ 3 years ସୁଡ୍ ବି ରିଟନ୍ ଇନ୍ ସ୍ପେସ୍ ବିଲୋ। ଆପଣଙ୍କୁ ଯିଏ 3 ବର୍ଷ 3 years ସୁଡ୍ ବି ରିଟନ୍, ଆପଣଙ୍କୁ ଯିଏ ମାନେ ସେ କହିଛି ଏନି ଗ୍ୟାଜେଟ୍ ପର୍ସନ୍, ମାନେ ଯେଉଁ ସରକାରୀ ପ୍ରାପ୍ତ ହେଉ କି ଯିଏ ହେଉ, ଆପଣ 3 ବର୍ଷ ହେଲା ଜାଣିଥିବେ, ତ ତାଙ୍କର ସଂସ୍ଥାରୁ ଆପଣ କ'ଣ ତାଙ୍କର ସିଗ୍ନେଚର୍, ଆଡ୍ରେସ୍ ଆଉ ଷ୍ଟାମ୍ପ ବାଡ଼େଇବେ। ମୁଁ ଯେମିତି ଆମର ସରପଞ୍ଚଙ୍କର ସିଗ୍ନେଚର୍, ତା ସହିତ ଷ୍ଟାମ୍ପ ବାଡ଼େଇକି ଆଣିଛି। 2 ଜଣ ଜେଣ୍ଟଲମ୍ୟାନ୍ ନା, ତା ସହିତ ମୁଁ ଆପଣ ଆଣିଛି ଅଙ୍ଗନବାଡ଼ି କର୍ମୀ, ଯେଉଁ ଅଙ୍ଗନବାଡ଼ି ଦିଦିଙ୍କଠୁ ଆଣିଛି, ତାଙ୍କର ନାଁ, ଆଡ୍ରେସ୍ ଆଉ ଲେଟର୍ ସେ ସବୁ ଆଣିଛି ଷ୍ଟାମ୍ପ ବାଡ଼ିକି। ସିମ୍ପଲ୍ ଆପଣ ସେଠି ଜିଲ୍ଲା ପରିଷଦରେ ବି ଆଣିପାରିବେ, ନହେଲେ ଆପଣଙ୍କ ୱାର୍ଡ଼ ମେମ୍ବର ବି ଆଣିପାରିବେ। ଯିଏ ବି ଆପଣଙ୍କର ଯେଉଁ ଗଭର୍ଣ୍ଣମେଣ୍ଟ ଜବ୍ ଏମ୍ପ୍ଲୟ ଥିବ, ଯିଏ ଥିବ ଆଣିପାରିବେ, କିଛି ସେଥିରେ ଅସୁବିଧା ନାହିଁ। ଯେଉଁଟାକି ଆମେ ବୁଝିଲୁ ସେ କହିଲେ। ବୁଝିପାରିଲେ? ଏତିକି ଥିଲା। ଏତିକି ହେଲା ପରେ ଆପଣଙ୍କର ଡକୁମେଣ୍ଟ ଆପଣ ଯାହା ଥିବ, ଆଧାର କାର୍ଡ଼ ଆଉ SBC OBC ରେସିଡେନ୍ସ ଆଉ ପାସପୋର୍ଟ ଫଟୋ 4ଟା ସିମ୍ପଲ୍ ଆପଣ ଦେଇକି ଏଥିରେ ଆଟାଚ୍ କରିକି, ଆଉ ଲାଇସେନ୍ସ ଯାହା ବି ଏକ୍ସଟ୍ରା କ୍ୱାଲିଫିକେସନ୍ ଥିବ ସବୁ ଦେଇକି ଆଟାଚ୍ କରିକି ସେଠି କ'ଣ ରେଜିଷ୍ଟ୍ରେସନ୍ କରିବେ। ତ ଏଇଟା ଥିଲା ଫର୍ମ ଫିଲ୍ଅପ୍ର ଇଏଟା, ମୁଁ ଯେଉଁଟା କରିଛି ଯେତିକି କହିଲି, ମୁଁ ଯେତିକି କରିଛି। ତ
ଆଇ ହୋପ୍ କି ଭିଡ଼ିଓ ଆଦେହରେ କିଛି ଆପଣ ହେଲ୍ପ ପ୍ଲିଜ୍ ଗୋଟେ ଭିଡ଼ିଓ ଲାଇକ୍ କରି ସେୟାର କରି ସବସ୍କ୍ରାଇବ୍ କରି ରହୁଛି। ଜୟ ଜଗନ୍ନାଥ।